ଲୋକେ ବି ଅନୁତାପ କରିସାରିଲେଣି। ନୂଆ କଥା କ'ଣ, ଆସନ୍ତା ପଞ୍ଚାୟତ ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା, ତା ଉପରେ ନବୀନ ବାବୁ ବାର୍ତ୍ତା ଦେଲେ। ଏ ସମସ୍ତଙ୍କର ମତ ଦେଲେ, ନିଜର ଜିଲ୍ଲା ଉପରେ ମତ ଦେଲେ। ପୁରା ଭୁଲ ମ୍ୟାଡାମ, ଏସବୁ ନାହିଁ। ନିଶ୍ଚିନ୍ତ ଭାବରେ ମୁଁ ନିଜର ବକ୍ତବ୍ୟ ରଖିଲି। ଆଉ ନବୀନ ବାବୁଙ୍କୁ ଯାହା ମତେ କହିବାର ଥିଲା ମୁଁ ପ୍ରାଞ୍ଜଳ ଭାବରେ କହିଲି। ତାହା ନବୀନ ବାବୁ କହିଲେ ଯେ ଇଫ୍ ୟୋର ଫାଦର would have been alive, you would have been very proud of you। ସେୟା କହିଲି। ସାଙ୍ଗଠନିକ ଉପରେ କେମିତିଆ ସମସ୍ତଙ୍କ ଭିତରେ କୋଅର୍ଡିନେସନ ବଢୁ, ସମସ୍ତଙ୍କ ଭିତରେ ଡିଜିଟାଲ ମିଡିଆକୁ କେମିତି ଷ୍ଟ୍ରଙ୍ଗ କରାଯାଉ, ଅପୋଜିସନ ପାର୍ଟିର ଫେକ୍ ନେରେଟିଭକୁ କେମିତି କାଉଣ୍ଟର କରାଯାଉ, ତା ଉପରେ ନେଇକି ଚର୍ଚ୍ଚା। ହଁ, ପଞ୍ଚାୟତ ନିର୍ବାଚନ ତ ସିଏ ନିଜେ ଉଠେଇଲେ। ପଞ୍ଚାୟତ ନିର୍ବାଚନରେ ଆପଣ ମାନେ ସବୁ ପ୍ରସ୍ତୁତ ରୁହନ୍ତୁ। ଆପଣ ବିଜେଡି କାଉଣ୍ଟର କରିବେ। ବିଜେଡି କାଉଣ୍ଟର କ'ଣ, ଆମେ ତ 52 ML 50 ML ଅଛୁ, ଆଉ କ'ଣ କାଉଣ୍ଟର କ'ଣ କରିବେ? କୋଅର୍ଡିନେସନ ସବୁ ଠିକ ଅଛି। ଶୁଣନ୍ତୁ, ଯେବେ ଚନ୍ଦ୍ରବାବୁ ନାଇଡୁ ଇଲେକ୍ସନ ହାରି ଯାଇଥିଲେ ତାଙ୍କୁ 30 ବିଧାୟକ ଛାଡିକି ପଳେଇଥିଲେ। ନେତା ଯିଏ ଯାହାର ନିଜର ସ୍ୱାର୍ଥ ପାଇଁ, ଆପଣ ଦେଖୁଛନ୍ତି 2014 ପରେ ଭାରତର ଯୋଉ ପରିସ୍ଥିତି, ସମସ୍ତେ ନିଜର ସ୍ୱାର୍ଥ ପାଇଁ ଯିଏ ଯାହା ଛାଡ, ତା ଉପରେ କୌଣସି ଚର୍ଚ୍ଚା ହେଇନି କି ଆମେ ଜାଣିନୁ। ନାଇଁ, ସେ ଉପରେ କିଛି